ଆଜିର ସାହିତ୍ୟ କାଳାଂଶକୁ ସମସ୍ତଙ୍କୁ ସ୍ୱାଗତ। ବିଷୟ ସାହିତ୍ୟ, ଶ୍ରେଣୀ ପଞ୍ଚମ। ଆଜିର ପ୍ରସଙ୍ଗ ନ୍ୟାୟର ସିଂହାସନ। ସିଂହାସନ ଏକ ସ୍ୱତନ୍ତ୍ର ଆସ୍ଥାନ। ଏଥିରେ ରାଜା ମହାରାଜାମାନେ ଉପବେଶନ କରନ୍ତି। ଅନେକ କାରୁକାର୍ଯ୍ୟ ସହିତ ବିଶେଷ ମୂଲ୍ୟବାନ ପଦାର୍ଥ ବ୍ୟବହାର କରି ସିଂହାସନ ତିଆରି କରାଯାଏ। ଯଦି ପ୍ରଜାମାନଙ୍କ ପାଇଁ ସେହି ସିଂହାସନରେ ବସୁଥିବା ରାଜା ଠିକ୍ ନ୍ୟାୟ ପ୍ରଦାନ କରନ୍ତି, ତେବେ ତାହା ନ୍ୟାୟର ସିଂହାସନ ଅଟେ। ତେବେ ଚାଲ ଆଜି ଆମେ ନ୍ୟାୟର ସିଂହାସନ ପ୍ରସଙ୍ଗ ବିଷୟରେ ପଢ଼ିବା। ଅନେକ ବର୍ଷ ତଳର କଥା। ଉଜ୍ଜୟିନୀ ନାମରେ ଏକ ଐତିହାସିକ ତଥା ପ୍ରାଚୀନ ନଗରୀ ଥିଲା। ସେଠାରେ ଭୋଜରାଜ ନାମରେ ଜଣେ ରାଜା ରାଜତ୍ୱ କରୁଥିଲେ। ତାଙ୍କ ନଗରୀକୁ ଲାଗି ଧାରାପୁରୀ ବୋଲି ଗୋଟିଏ ଗ୍ରାମ ଥିଲା। ସେଠାରେ ଏକ ସୁଦୀର୍ଘ ପଡ଼ିଆ ଥିଲା। ପ୍ରତ୍ୟେକ ଦିନ ଅନେକ ପିଲା ସେହି ପଡ଼ିଆକୁ ଖେଳିବାକୁ ଆସନ୍ତି। ପଡ଼ିଆର ଗୋଟିଏ ପଟେ ଉଚ୍ଚ ଚିକ୍କଣ ପଥରଟିଏ ଥିଲା। ପିଲାମାନେ ମିଶି ସେଠାରେ ଗୋଟିଏ ମଞ୍ଚା ତିଆରି କଲେ। ମଞ୍ଚାଟି ସିଂହାସନ ଭଳି ଦେଖାଯାଉଥିଲା। ମଞ୍ଚା ତିଆରି ପରେ ପିଲାଟିଏ ସେଥିରେ ଥିବା ପଥର ଉପରେ ବସି ପଡ଼ିଲା। ସବୁ ସାଙ୍ଗମାନଙ୍କୁ ଡାକି କହିଲା, "ଏ ସିଂହାସନ ଆଜିଠୁ ମୋର। ମୁଁ ରାଜା। ତୁମ୍ଭେମାନେ ମୋର ପାରିଷଦ ବର୍ଗ। ତୁମ୍ଭେମାନେ ଜଣ ଜଣ କରି ତୁମର ଅଭିଯୋଗ ମୋ ନିକଟକୁ ଆଣ। ମୁଁ ସେଗୁଡ଼ିକ ବିଚାର କରିବି।" ସଭିଏ ମିଶି ବିଭିନ୍ନ ପ୍ରକାର ଅଭିଯୋଗ ଗୋଟିଏ ପରେ ଗୋଟିଏ ରାଜାଙ୍କ ନିକଟରେ ଉପସ୍ଥାପନ କରନ୍ତି। ପିଲାଟି ମଞ୍ଚାର ସିଂହାସନରେ ବସି ସମସ୍ତଙ୍କ ଅଭିଯୋଗ ଶୁଣେ ଓ ତୁରନ୍ତ ସମସ୍ତଙ୍କୁ ଖୁସି କଲା ଭଳି ଫଇସଲା ଶୁଣାଏ। ପିଲାମାନେ ନିୟମିତ ଏଭଳି ଖେଳ ଦେଖନ୍ତି ଓ ବହୁତ ମଜା କରନ୍ତି। ପଡ଼ିଆ ଦେଇ ଯାଉଥିବା ବାଟୋଇମାନେ ମଧ୍ୟ ପିଲାଙ୍କର ଏହି ଖେଳକୁ ଉପଭୋଗ କରନ୍ତି ଓ ରାଜା ଭାବେ ମଞ୍ଚାସୀନ ପିଲାଟିର ବିଚାର ଶୈଳୀକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରନ୍ତି। ବେଳେବେଳେ ନିଜ ନିଜ ମଧ୍ୟରେ କୁହାକୁହି ହୁଅନ୍ତି କି, ଏ ବାଳକ ଦେହରେ କିଛି ଦୈବୀ ଶକ୍ତି ରହିଛି। ଫଳରେ ସେ ଏଭଳି ସୁନ୍ଦର ଓ ଉପଯୁକ୍ତ ବିଚାର ପ୍ରଦାନ କରିପାରୁଛି। ଦିନକର କଥା, ଦୁଇଜଣ କୃଷକ ସେମାନଙ୍କ ମଧ୍ୟରେ ହୋଇଥିବା କଳିର ବିଚାର ପାଇଁ ରାଜାଙ୍କ ନିକଟକୁ ନ ଯାଇ ମଞ୍ଚରେ ବସୁଥିବା ପିଲା ନିକଟରେ ଉପସ୍ଥିତ ହେଲେ। ଦୁହେଁ ସେମାନଙ୍କ କଳି ବିଷୟରେ ପିଲାଟିକୁ କହିଲେ। ପିଲାଟି ଗମ୍ଭୀରତାର ସହ ସବୁ ଶୁଣିଲା। ଶେଷରେ ସେ ଦୁହିଁଙ୍କୁ ଏପରି ଫଇସଲା ଶୁଣାଇଲା, ଯାହା ଶୁଣି ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ। ସେହି ଦିନଠାରୁ ଲୋକମାନେ ନିଜ ନିଜର ଆପତ୍ତି ଅଭିଯୋଗକୁ ନେଇ ଆଉ ରାଜାଙ୍କ ନିକଟକୁ ନ ଯାଇ ସେହି ପିଲାଟି ପାଖକୁ ଆସନ୍ତି। ପିଲାଟି ସଭିଙ୍କୁ ସନ୍ତୁଷ୍ଟ କଲା ପରି ନ୍ୟାୟ ପ୍ରଦାନ କରେ। ଫଳରେ ପିଲାଟିର ଯଶ ସବୁଆଡ଼େ ବ୍ୟାପିବାକୁ ଲାଗିଲା। ରାଜାଙ୍କ ନିକଟରେ ପିଲାଟିର ଖ୍ୟାତି ପହଞ୍ଚିଗଲା। ପ୍ରଥମେ ସେ ବହୁତ ରାଗିଗଲେ, କିନ୍ତୁ ପରେ ସେ ମନସ୍ଥ କଲେ ଯେ ପିଲାଟି ନିକଟକୁ ଯିବେ ଓ ପିଲାର ବିଚାର ଧାରାକୁ ଦେଖିବେ। ପରଦିନ ପାତ୍ରମନ୍ତ୍ରୀଙ୍କ ସହ ରାଜା ମଞ୍ଚାର କିଛି ଦୂରରେ ରହି ପିଲାମାନଙ୍କ ଖେଳକୁ ନିରୀକ୍ଷଣ କଲେ। ସେ ପିଲାଟିର ବୁଦ୍ଧିମତା ଓ ନ୍ୟାୟ ପ୍ରଦାନ ଶୈଳୀକୁ ବହୁତ ପସନ୍ଦ କଲେ। ମନ୍ତ୍ରୀଙ୍କୁ ପାଖକୁ ଡାକି କହିଲେ, "ସତରେ ଏ ପିଲା ବଡ଼ ବୁଦ୍ଧିମାନ। ତା ବିଚାରଧାରାକୁ ମାନିବାକୁ ପଡ଼ିବ। ଏତେ ଛୋଟ ବୟସରେ ଯେ ସେ ଯେଉଁ ନ୍ୟାୟ ବିଚାର କରୁଛି, ବଡ଼ମାନେ ମଧ୍ୟ ତା ନିକଟରେ ହାର ମାନିବେ।" ଏହି ସମୟରେ ଜଣେ ପାରିଷଦ କହିଲେ, "ହଜୁର, ଏ ପିଲା ତ ନିଇତି ମଞ୍ଚରେ ବସୁଥିବା ପିଲା ନୁହେଁ। ପ୍ରତିଦିନ ମଞ୍ଚାରେ ବସୁଥିବା ପିଲା ଜ୍ୱରରେ ଆକ୍ରାନ୍ତ ହୋଇଥିବା ଯୋଗୁଁ ତା ସ୍ଥାନରେ ଏ ପିଲା ମଞ୍ଚାସୀନ ହୋଇଛି।" ରାଜା କହିଲେ, "ତେବେ ଏହା ତ ବଡ଼ ଆଶ୍ଚର୍ଯ୍ୟ କଥା। ଯାହା ବି ହେଉ, ଏହି ମଞ୍ଚା ସିଂହାସନର ନିଶ୍ଚୟ କିଛି ଚମତ୍କାରିତା ଅଛି। ମୁଁ ଏହାକୁ ପରୀକ୍ଷା କରିବି।" ରାଜା ତତ୍କ୍ଷଣାତ୍ ସେହି ମଞ୍ଚା ତଳକୁ ଖୋଳିବାକୁ ଆଦେଶ ଦେଲେ। ଖୋଳୁ ଖୋଳୁ ମଞ୍ଚା ତଳୁ ଏକ ସୁନ୍ଦର ଚନ୍ଦ୍ରକାନ୍ତ ପଥରରେ ତିଆରି ରତ୍ନଖଚିତ 32ଟି ପୁତଳିକାଯୁକ୍ତ ସିଂହାସନ ଦେଖିବାକୁ ପାଇଲେ। ସିଂହାସନର ଚାରୋଟି ଗୋଡ଼ରେ 4 ଜଣ ଦେବଦୂତଙ୍କ ମୂର୍ତ୍ତି ଖୋଦାଇ ହୋଇ ସିଂହାସନର ଶୋଭାବର୍ଦ୍ଧନ କରୁଥିଲା। ମାଟି ତଳୁ ସିଂହାସନ ମିଳିବା କଥା ପବନ ବେଗରେ ଚାରିଆଡ଼େ ବ୍ୟାପିଗଲା। ହଜାର ହଜାର ଲୋକ ସିଂହାସନ ଦେଖିବାକୁ ଭିଡ଼ ଜମାଇଲେ। ଜଣେ ବିଦ୍ୱାନ ପଣ୍ଡିତ ସିଂହାସନକୁ ଦେଖି କହିଲେ, "ଏହା ସାଧାରଣ ସିଂହାସନ ନୁହେଁ। ଏହା ବହୁ ବର୍ଷ ପୁରୁଣା ରାଜା ବିକ୍ରମାଦିତ୍ୟଙ୍କ ସିଂହାସନ।
ଏହା ଉପରେ ରାଜା ବିକ୍ରମାଦିତ୍ୟ ଉପବେଶନ କରି ସତ୍ୟ, ଧର୍ମ, ନ୍ୟାୟର ବିଚାର ପ୍ରଦାନ କରୁଥିଲେ। ସୁତରାଂ ଏହା ଏକ ନ୍ୟାୟର ସିଂହାସନ। ରାଜା ଏହା ଶୁଣି ଆଦେଶ ଦେଲେ, ତୁରନ୍ତ ଏ ସିଂହାସନକୁ ରାଜଦରବାରକୁ ପ୍ରେରଣ କରାଯାଉ। ଏହା ଉପରେ ମୁଁ ବସିବି ଓ ପ୍ରଜାଙ୍କ ଆପତ୍ତି ଅଭିଯୋଗର ଫଇସଲା କରିବି। ତା ପରଦିନ ରାଜା ଉତ୍କଣ୍ଠାର ସହ ସିଂହାସନରେ ବସିବାକୁ ଉଦ୍ୟତ ହେଉଥିବା ବେଳେ ହଠାତ୍ ଏକ ଶବ୍ଦ ଶୁଣାଗଲା, ରହିଯାଆନ୍ତୁ ରାଜା। ରାଜା ଚାରିଦିଗକୁ ଚାହିଁଲେ, କେହି ନାହାନ୍ତି। ସେ ପୁନର୍ବାର ସିଂହାସନରେ ବସିବାକୁ ଆଗେଇ ଯାଆନ୍ତେ, ପୁଣି ସେହିପରି ଶବ୍ଦ, ରହିଯାଆନ୍ତୁ ରାଜା ବୋଲି ଶୁଭିଲା। ଏଥର ରାଜା ଆଶ୍ଚର୍ଯ୍ୟ ହୋଇ ଦେଖିଲେ, ସିଂହାସନର ଗୋଡ଼ରେ ଖୋଦିତ ଗୋଟିଏ ପୁତ୍ତଳିକା ତାଙ୍କୁ ଏକଥା କହୁଛି। ପୁତ୍ତଳିକା ପୁଣି କହିଲା, ରାଜା, ଆପଣ କ'ଣ ଏ ସିଂହାସନରେ ବସିବାକୁ ଯୋଗ୍ୟ? ଆପଣ କ'ଣ ଦୃଢ଼ତାର ସହିତ କହିପାରିବେ କି ଜୀବନରେ କେବେ ଚୋରି କରିନାହାନ୍ତି? ରାଜା ଲଜ୍ଜାରେ ମୁଣ୍ଡ ତଳକୁ କଲେ, କାରଣ ତାଙ୍କର ମନେ ପଡ଼ିଲା ସେ କିଛି ବର୍ଷ ତଳେ ତାଙ୍କର ଜଣେ ପାରିଷଦଙ୍କ ଜମିକୁ ଜବରଦସ୍ତ ହଡ଼ପ କରିଥିଲେ। ପୁତ୍ତଳିକା ପୁଣି କହିଲା, ଆପଣଙ୍କୁ ଏ ଚୋରି ଅପରାଧରୁ ମୁକୁଳିବା ପାଇଁ 3 ଦିନ ଧରି ପୂଜାର୍ଚ୍ଚନା କରି ପ୍ରାୟଶ୍ଚିତ କରିବାକୁ ପଡ଼ିବ। ଏହା କହି ପୁତ୍ତଳିକାଟି ଡେଣା ହଲାଇ ସେଠାରୁ ଉଡ଼ିଗଲା। ରାଜା ପୁତ୍ତଳିକାର କଥାନୁସାରେ 3 ଦିନ ଧରି ପୂଜାର୍ଚ୍ଚନା ଓ ଉପବାସ କରି ଚତୁର୍ଥ ଦିନ ସିଂହାସନରେ ବସିବାକୁ ଗଲେ। ହେଲେ ଏ କ'ଣ? ପୁଣି ଦ୍ୱିତୀୟ ପୁତ୍ତଳିକା କହିବାକୁ ଲାଗିଲା, ରହିଯାଆନ୍ତୁ ରାଜା। ଆପଣ ଦୃଢ଼ତାର ସହିତ କହିପାରିବେ କି ଜୀବନରେ କେବେ ମିଛ କହିନାହାନ୍ତି ବୋଲି? ରାଜା କହିଲେ, ମୁଁ ତ ପିଲାବେଳେ କୌଣସି ନା କୌଣସି ଅସୁବିଧାରେ ପଡ଼ିଥିବା ବେଳେ ମିଛ କହିଦେଇଥାଏ। ଦ୍ୱିତୀୟ ପୁତ୍ତଳିକା ରାଜାଙ୍କ କଥା ଶୁଣି ଡେଣା ହଲାଇ ଆକାଶକୁ ଉଡ଼ିଗଲା। ରାଜା ପୁଣି 3 ଦିନ ଧରି ପୂଜାର୍ଚ୍ଚନା ଓ ଉପବାସ କରିବା ପରେ ସିଂହାସନରେ ବସିବାକୁ ଗଲାବେଳେ ତୃତୀୟ ପୁତ୍ତଳିକା ରାଜାଙ୍କୁ ପୁଣି ଅଟକାଇ କହିଲା, ସିଂହାସନରେ ବସିବା ପୂର୍ବରୁ କୁହନ୍ତୁ, ଆପଣ କାହାକୁ କେବେ କ'ଣ ଜୀବନରେ ଆଘାତ ପହଞ୍ଚାଇ ନାହାନ୍ତି? ରାଜା ଏହା ଶୁଣି ପଛକୁ ଘୁଞ୍ଚିଗଲେ। ତୃତୀୟ ପୁତ୍ତଳିକା ମଧ୍ୟ ଅନ୍ୟମାନଙ୍କ ପରି ଡେଣା ହଲାଇ ଉପରକୁ ଉଡ଼ିଗଲା। ରାଜା ପୂର୍ବପରି 3 ଦିନ ଧରି ପୂଜା ଅର୍ଚ୍ଚନା ଓ ଉପବାସ କଲେ। ପୂଜା ଶେଷରେ ସେ ସିଂହାସନରେ ବସିବାକୁ ଉଦ୍ୟମ କଲାବେଳେ ଚତୁର୍ଥ ପୁତ୍ତଳିକା ବାହାରି ପଡ଼ି କହିଲା, ରହିଯାଆନ୍ତୁ ରାଜା। ଯେଉଁ ପିଲା ଏ ସିଂହାସନରେ ବସୁଥିଲା ସେ ଅତ୍ୟନ୍ତ ସରଳ ନିଷ୍ପାପ ଥିଲା। ତା ମନ କଳୁଷିତ ନଥିଲା। ତୁମେ ଯଦି ନିଜକୁ ଯୋଗ୍ୟ ବୋଲି ମନେ କରୁଛ, ତେବେ ଏ ସିଂହାସନରେ ବସିପାର। ରାଜା ବହୁତ ସମୟ ଧରି ଭାବିବାକୁ ଲାଗିଲେ। ନିଜକୁ ନିଜେ କହିଲେ, ଯଦି ଗୋଟିଏ ସାମାନ୍ୟ ପିଲା ଏ ସିଂହାସନରେ ବସିପାରୁଛି, ତେବେ ମୁଁ ରାଜା ଭାବେ ତ ଅଧିକ ଯୋଗ୍ୟ। ପୁଣି ମୁଁ ଧନବାନ, ବଳବାନ ଓ ବୁଦ୍ଧିମାନ। ଏଣୁ ମୁଁ ସିଂହାସନରେ ବସିବାକୁ ଅଧିକ ଉପଯୁକ୍ତ। ଏହା ଭାବି ସିଂହାସନରେ ବସିବାକୁ ଅଗ୍ରସର ହେଲା ମାତ୍ରେ ଚତୁର୍ଥ ପୁତ୍ତଳିକା ସିଂହାସନ ସହିତ ଆକାଶମାର୍ଗକୁ ଡେଣା ହଲାଇ ଉଡ଼ିଗଲା। ରାଜାଙ୍କ ନ୍ୟାୟର ସିଂହାସନରେ ବସିବା ନୋହିଲା। ଆସ ଜାଣିବା କେତେକ କଠିନ ଶବ୍ଦର ଅର୍ଥ। ପାରିଷଦ ବର୍ଗ। ପାରିଷଦ ବର୍ଗର ଅର୍ଥ ସଭାସଦ ଦଳ। ଅଭିଯୋଗ। ଅଭିଯୋଗ ଅର୍ଥ ଦୋଷାରୋପ। ତୁରନ୍ତ। ତୁରନ୍ତ ଅର୍ଥ ଶୀଘ୍ର। ମଞ୍ଚ। ମଞ୍ଚ ଅର୍ଥ ଉଚ୍ଚ ଆସନ। ଖ୍ୟାତି। ଖ୍ୟାତି ଅର୍ଥ ଯଶ। ପୁତ୍ତଳିକା। ପୁତ୍ତଳିକା ଅର୍ଥ ପୁତୁଳି। ଉଦ୍ୟମ। ଉଦ୍ୟମ ଅର୍ଥ ଚେଷ୍ଟା। ଆଘାତ। ଆଘାତ ଅର୍ଥ ଚୋଟ, କ୍ଷତି। ଆକ୍ରାନ୍ତ। ଆକ୍ରାନ୍ତ ଅର୍ଥ ପୀଡ଼ିତ, ପ୍ରଭାବିତ। ହଡ଼ପ। ହଡ଼ପ ଅର୍ଥ ବେଆଇନ ଭାବେ ଦଖଲ କରିବା। ନିଷ୍ପାପ। ନିଷ୍ପାପ ଅର୍ଥ ପାପହୀନ। ପ୍ରକଟ। ପ୍ରକଟ ଅର୍ଥ ପ୍ରକାଶ। ତେବେ ପିଲାମାନେ, ଆମେ ଏଇ ନ୍ୟାୟର ସିଂହାସନ ପ୍ରସଙ୍ଗରୁ କ'ଣ ବୁଝିଲେ? ଏହି ପ୍ରସଙ୍ଗରୁ ଆମେ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି ବିଷୟରେ ଜାଣିଲେ। ଭାରତର ଐତିହ୍ୟ ବିକ୍ରମାଦିତ୍ୟଙ୍କର ଦିବ୍ୟ ସିଂହାସନ ସମ୍ବନ୍ଧରେ ଆମେ ଜାଣିଲେ। ମିଥ୍ୟା, ଚୋରି, ଅନ୍ୟକୁ ଆଘାତ ଦେବା ଭଳି କୁକର୍ମ ପାପ ଅଟେ ବୋଲି ଆମେ ଜାଣିଲେ। ସରଳ ନିଷ୍ପାପ ଜୀବନ ବିତାଇବା ପୁଣ୍ୟ କାମ ଅଟେ। ଦୋଷରୁ ମୁକ୍ତି ପାଇବା ପାଇଁ ପ୍ରାୟଶ୍ଚିତ କରିବା ଦରକାର। ତେବେ ଆଜିର ପ୍ରସଙ୍ଗକୁ ଏଇଠି ସମାପ୍ତ କରୁଛୁ। ଧନ୍ୟବାଦ।